ତ ସାଙ୍ଗମାନେ ଆପଣମାନେ ଯଦି ଏବେ ତାମିଲନାଡୁରେ ରହୁଛନ୍ତି ତ ଆପଣମାନେ କିଛି ଦିନ ଧରିକି ନୋଟିସ୍ କରିଥିବେ କି ଏବେ ତାମିଲନାଡୁରେ ଶୀତ ଋତୁ ଆସିସାରିଲାଣି। ଆଉ ଏବେ ଅଳ୍ପ ଅଳ୍ପ ଶୀତ ପଡୁଛି ଆମ ଓଡ଼ିଶା ଅପେକ୍ଷା। କାହିଁକି ନା ଆପଣମାନେ ତ ଜାଣିଛନ୍ତି ଏହି ଋତୁରେ ଓଡ଼ିଶାରେ କେତେ ମାତ୍ରାରେ ଶୀତ ପଡ଼ିଥାଏ। ତ ସାଙ୍ଗମାନେ ସେହି ଶୀତରୁ ମୁଁ ବଞ୍ଚିବା ପାଇଁ ଆଜି ଶୀତ ସୁରକ୍ଷା କବଚ ପିନ୍ଧିଛି। ତ ସାଙ୍ଗମାନେ ମୁଁ ବାହାରେ ବୁଲୁଥିବା ବେଳେ ବହୁତ ଜୋରସେ ଶୀତ ପଡ଼ିଲା। ତ ସେଥିପାଇଁ ମୁଁ ଶୀଘ୍ର ଶୋଇବାକୁ ପଳେଇ ଆସିଲି ଆମ ରୁମକୁ। ତ ସାଙ୍ଗମାନେ ରାତିରେ ଶୀଘ୍ର ଶୋଇକରି ମୁଁ ସକାଳେ ଶୀଘ୍ର ଉଠି ପଇଲି କାହିଁକିନା ମୋର ଏବେ ସକାଳ ସିଫ୍ଟ ଚାଲିଛି। ତ ସାଙ୍ଗମାନେ କିଛି ଦିନ ହେବ ମୋ ଭିଡ଼ିଓରେ ଭଲ ଭ୍ୟୁ ଆସୁନି କି ମୋ ଭିଡ଼ିଓରେ ଭଲ ରେସ୍ପନ୍ସ ଆସୁନି। ସେଥିପାଇଁ ମୋ ମନ ବହୁତ ଦୁଃଖ ଅଛି। ମନ ଦୁଃଖ ରହିଲେ କ'ଣ ହେବ ସାଙ୍ଗମାନେ, ଡ୍ୟୁଟି ତ ନିହାତି ଯିବାକୁ ପଡ଼ିବ ନା। ତ ଡ୍ୟୁଟି ଯାଇକରି ମୁଁ ସନ୍ଧ୍ୟା 6ଟାରେ ରୁମକୁ ଆସିଲି। ତ ରୁମକୁ ଆସିବା ପୂର୍ବରୁ ମୋର ମନେ ପଡ଼ିଗଲା କି ମୋର ଶ୍ୟାମ୍ପୁ ସରିଯାଇଛି। ତ ସାଙ୍ଗେ ସାଙ୍ଗେ ମୁଁ ଦୋକାନକୁ ଯାଇକରି ମୋ ଲାଗି 5ଟା ଶ୍ୟାମ୍ପୁ କିଣି ଆଣିଲି। ଆଉ ଶ୍ୟାମ୍ପୁ କିଣି ସାରିଲା ପରେ ମୁଁ ସାଙ୍ଗେ ସାଙ୍ଗେ ପଳେଇ ଗଲି ଗାଧେଇବାକୁ। ତ ଗାଧେଇକି ଆସିସାରିଲା ପରେ ମୁଁ ସାଙ୍ଗେ ସାଙ୍ଗେ ଡ୍ରେସ୍ ପ୍ୟାଣ୍ଟ ପିନ୍ଧିକି ଫ୍ରେଶ୍ ହେଇଗଲି। ଆଉ ମୋ ସାଙ୍ଗମାନେ କହିଲେ କି ଆଜି ସେମାନେ ମାଛ ଖାଇବେ। ତ ମୁଁ ଡେରି ନ କରି ତାଙ୍କ ପାଖରୁ ପଇସା ଆଦାୟ କରି ମୁଁ ତାଙ୍କୁ ନେଇଗଲି ମାଛ ଦୋକାନୀ ଆଡ଼କୁ। କିନ୍ତୁ ମାଛ ଦୋକାନୀ ଆଡ଼କୁ ଯିବା ପୂର୍ବରୁ ଆମେ 3 ଜଣ ସାଙ୍ଗ ରାସ୍ତାରେ ବହୁତ ମଜାଳିଆ କଥା ଆଉ ବହୁତ ମଜାମସ୍ତି କରିକିରି ମାଛ ଆଣିବା ପାଇଁ ଚାଲିଗଲୁ। ତ ଏତିକି ସମୟ ଭିତରେ ଆମେ ଯାଇକି ପହଞ୍ଚିଗଲୁ ମାଛ ଦୋକାନୀ ଆଡ଼କୁ। ତ ମାଛ ଦୋକାନରେ ପହଞ୍ଚି ଦେଖିଲା ବେଳକୁ ମାଛବାଲା ମଉସା ମାଛ ଛାଣୁଛନ୍ତି। ତ ଆମେ ଡେରି ନ କରିକିରି ଆମ ମାଛର ଅର୍ଡ଼ର ଦେଇଦେଲୁ। ଆଉ ମଉସା ଏତେ ଫାଷ୍ଟ ଯେ ଆମ ମାଛକୁ ସାଙ୍ଗେ ସାଙ୍ଗେ ଛାଣିଦେଲେ। ଆଉ ସେ ମାଛ ଗୁଡ଼ାକ ଧରିକିରି ଆମେ ଚାଲିଗଲୁ ଆମ କ୍ୟାଣ୍ଟିନ୍ ଆଡ଼କୁ, କାହିଁକି ନା କ୍ୟାଣ୍ଟିନ୍ରେ ଭାତ ନେଇକିରି ମାଛ ସହ ଲଗେଇ ଖାଇବୁ। ତ ସାଙ୍ଗମାନେ କ୍ୟାଣ୍ଟିନ୍ରେ ଖାଇବା ସାରିକି ଆସିଲା ବେଳକୁ ବହୁତ ଲେଟ୍ ହେଇଗଲା। ତ ସେଥିପାଇଁ ମୁଁ ଶୀଘ୍ର ଶୀଘ୍ର ରୁମକୁ ପଳେଇ ଆସିଲି ଶୋଇବା ପାଇଁ। କାହିଁକି ନା ସାଙ୍ଗମାନେ କାଲି ମୋର ହେଉଛି ଫାର୍ଷ୍ଟ ସିଫ୍ଟ। ତ ସାଙ୍ଗମାନେ ମୋତେ ଟିକେ ସପୋର୍ଟ କରନ୍ତୁ କାହିଁକି ନା ମୋ ଚ୍ୟାନେଲ୍ ଏବେ ଡାଉନରେ ଚାଲିଛି। ତ ଆପଣଙ୍କ ସପୋର୍ଟରେ ମୁଁ ଟିକେ ଗ୍ରୋ କଲେ ମୁଁ ଆହୁରି ଭଲ ଭଲ ଭିଡ଼ିଓ ଆପଣଙ୍କ ପାଇଁ ଆଣିବି। ତ ରହୁଛି ସାଙ୍ଗମାନେ, ଜୟ ଜଗନ୍ନାଥ।